ଆଜି ହେଉଛି ପୁତ୍ରଦା ଏକାଦଶୀ। ମହିଳାମାନେ ଧ୍ୟାନ ରଖନ୍ତୁ ଏହି ସବୁ ଜିନିଷ କ'ଣ କରିବେ ଆଉ କ'ଣ ନ କରିବେ। ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଗୀତାଞ୍ଜଳି ସ୍ୱାଗତ କରୁଛି ମୋ ଚ୍ୟାନେଲକୁ। ତାହେଲେ ଆସନ୍ତୁ ଆମେ ଆଜି ଏହି ପୁତ୍ରଦା ଏକାଦଶୀ ବିଷୟରେ ଜାଣିବା। 2025ର ନୂଆ ବର୍ଷର ପ୍ରଥମ ଏକାଦଶୀ ଜାନୁଆରୀ 10 ଶୁକ୍ରବାର ଅର୍ଥାତ୍ ଆଜି ପଡ଼ୁଛି। ଏହାକୁ ପୌଷ ପୁତ୍ରଦା ଏକାଦଶୀ ଏବଂ ବୈକୁଣ୍ଠ ଏକାଦଶୀ ମଧ୍ୟ କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁସାରେ ଏହି ଦିନ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବାର ପରମ୍ପରା ରହିଛି। ପୁତ୍ରଦା ଏକାଦଶୀ ଦିନ ସକାଳୁ ଶୁଦ୍ଧ ପୂତ ଭାବେ ଗାଧୋଇ ଆସି ବିଷ୍ଣୁଙ୍କୁ ଧୂପ ଦୀପ ନୈବେଦ୍ୟ ଦେଇ ପୂଜା କରନ୍ତୁ। ଏହି ଦିନ କୌଣସି ଆହାର ଗ୍ରହଣ କରନ୍ତୁ ନାହିଁ। ଯଦି ସମ୍ଭବ ହେଉଛି ଦିନ ସାରା ଦୀପ ଜାଳି ଭଗବାନ ବିଷ୍ଣୁଙ୍କ ଆରାଧନା କରନ୍ତୁ। ପୁତ୍ର ସନ୍ତାନ ଚାହୁଁଥିବା ଦମ୍ପତି ଏହି ଏକାଦଶୀ କରିବା ଦ୍ୱାରା ପୁତ୍ର ସନ୍ତାନ ଲାଭ କରିଥାନ୍ତି। ଏହି ଦିନ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରାଯାଏ। ବିଶ୍ୱାସ ରହିଛି ଯେ ପୁତ୍ରଦା ଏକାଦଶୀ ବ୍ରତକୁ ନିଷ୍ଠାର ସହ ପାଳନ କଲେ ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ। ଏହାଛଡ଼ା ସବୁ କଷ୍ଟ ଲାଘବ ହୋଇ ଧନଧାନ୍ୟ ସୁଖ ସୌଭାଗ୍ୟ ମିଳିଥାଏ। ଶ୍ରଦ୍ଧାଳୁଙ୍କର ସମସ୍ତ ପ୍ରକାର ମନୋକାମନା ପୂରଣ ହୋଇଥାଏ। ତେଣୁ ଏହି ଦିନ ଲୋକମାନେ ସକାଳୁ ସ୍ନାନପୂତ ହୋଇ ବ୍ରତ ରଖିଥାନ୍ତି। ଏହାପରେ ପୁତ୍ରଦା ଏକାଦଶୀ ବ୍ରତ କଥାକୁ ଶୁଣିଥାନ୍ତି ବା ପଢ଼ିଥାନ୍ତି। ଧାର୍ମିକ ମାନ୍ୟତା ଅନୁସାରେ ପୁତ୍ରଦା ଏକାଦଶୀରେ ଦାନ ଧର୍ମ ଅତ୍ୟନ୍ତ ଫଳଦାୟୀ ହୋଇଥାଏ। ତେଣୁ ଲୋକମାନେ ନିଜର ସାଧ୍ୟ ମୁତାବକ ଦାନ ମଧ୍ୟ କରିଥାନ୍ତି। ପୌଷ ପୁତ୍ରଦା ଏକାଦଶୀ ପୌଷ ମାସ ଶୁକ୍ଳ ପକ୍ଷରେ ଯେଉଁଦିନ ଏକାଦଶୀ ପଡ଼େ ତାହାକୁ ପୁତ୍ରଦା ଏକାଦଶୀ କୁହାଯାଏ। ପୁତ୍ରଦା ଏକାଦଶୀରେ ନାମ ମନ୍ତ୍ର ଜପ କରିବା ସହ ଶ୍ରୀହରିଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏକାଦଶୀ ତିଥିରେ ଦୀପଦାନ ସହ ସମସ୍ତ ଫଳ ପୂଜା କରିବା ବିଧାନ ରହିଛି। ଭଗବାନ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ଏହି ବ୍ରତର ମହତ୍ତ୍ୱକୁ ବ୍ୟାଖ୍ୟା କରି କହିଥିଲେ, ଏହି ତିଥିର ଅଧିଦେବତା ହେଉଛନ୍ତି ଭଗବାନ ନାରାୟଣ। ଏହି ତିଥିରେ ସମସ୍ତ ପାପ ନାଶ ହୋଇଥାଏ। ପୂର୍ବ କାଳରେ ଭଦ୍ରାବତୀପୁରୀ ରାଜା ସୁକେତୁମାନ ଶାସନ କରୁଥିଲେ। ତାଙ୍କର କୌଣସି ସନ୍ତାନ ନଥିଲା। ଏହି କାରଣରୁ ରାଜା ଏବଂ ରାଣୀ ଚମ୍ପା ଚିନ୍ତାରେ ରହୁଥିଲେ। ଦିନେ ରାଜା ରାଜ ପରିବାରର କୌଣସି ସଦସ୍ୟଙ୍କୁ ନ ଜଣାଇ ବନ୍ୟ ଭ୍ରମଣ କରିବା ପାଇଁ ବାହାରିଲେ। ରାଜା ବନର ଶୋଭାକୁ ଦେଖୁ ଦେଖୁ ଦ୍ୱିପହର ହୋଇଗଲା। ରାଜା ଭୋକ ଶୋଷରେ ଆଉଟୁ ପାଉଟୁ ହୋଇ ଖାଦ୍ୟ ସଂଗ୍ରହ ପାଇଁ ଖୋଜି ବୁଲିଲେ। ଶେଷରେ ଏକ ସରୋବର ଓ ସରୋବର ତଟରେ ଅନେକ ମୁନି ଋଷି ମାନଙ୍କ ଆଶ୍ରମ ସ୍ଥଳୀ ରହିଥିବାର ଦେଖିଲେ। ଏହା ରାଜାଙ୍କ ପାଇଁ ସୌଭାଗ୍ୟ ଥିଲା। ସେ ତତ୍କ୍ଷଣାତ୍ ଘୋଡ଼ା ଉପରେ ବସି ସରୋବର ନିକଟରେ ପହଞ୍ଚି ସମସ୍ତ ମୁନି ଋଷି ମାନଙ୍କୁ ବନ୍ଦନା କରିବାକୁ ଲାଗିଲେ। ତାଙ୍କର ବନ୍ଦନାରେ ମୁନି ଋଷିମାନେ ପ୍ରସନ୍ନ ହେଲେ। ରାଜା ମୁନିମାନଙ୍କୁ ଦେଖି ପଚାରିଲେ, ଆପଣମାନେ କିଏ? ଆପଣଙ୍କ ନାମ କ'ଣ ତଥା ଆପଣମାନେ ଏଠାରେ ଏକତ୍ର ହୋଇଛନ୍ତି କାହିଁକି? ମୁନି କହିଲେ, ଆମେ ସମସ୍ତେ ବିଶ୍ୱଦେବ ସ୍ନାନ କରିବାକୁ ଆସିଛୁ। ମାଘ ମାସ ନିକଟରେ ଆସୁଛି। ଆଜିଠାରୁ 5 ଦିନ ଧରି ମାଘ ସ୍ନାନ ଆରମ୍ଭ ହେବାକୁ ଯାଉଛି। ଆଜି ହିଁ ପୁତ୍ରଦା ଏକାଦଶୀ। ଯିଏ ଏହି ବ୍ରତ ପାଳନ କରିବ ତାର ପୁତ୍ର ହେବ। ରାଜା କହିଲେ, ହେ ବିଶ୍ୱଦେବ ଗଣ, ଯଦି ଆପଣମାନେ ମୋ ଉପରେ ପ୍ରସନ୍ନ ଅଛନ୍ତି ତ ମୋତେ ପୁତ୍ର ଦିଅନ୍ତୁ। ମୁନି କହିଲେ, ରାଜନ, ଏହି ବ୍ରତ ବହୁତ ବିଖ୍ୟାତ। ଆଜିଠାରୁ ଏହି ବ୍ରତ ପାଳନ କରନ୍ତୁ। ମହାରାଜ, ଭଗବାନ କେଶବଙ୍କ ଆଶୀର୍ବାଦରୁ ଆପଣଙ୍କୁ ପୁତ୍ର ଅବଶ୍ୟ ପ୍ରାପ୍ତ ହେବ।
ଏହି ପ୍ରକାର ମୁନିଙ୍କ କହିବା ଅନୁଯାୟୀ ରାଜା ଏହି ବ୍ରତକୁ ପାଳନ କରିବା ସହ ପୁତ୍ରଦା ଏକାଦଶୀ ଅନୁଷ୍ଠିତ କଲେ। ଦ୍ୱାଦଶରେ ସେ ନିଜ ବ୍ରତକୁ ଉଦ୍ଯାପିତ କରି ମୁନିଙ୍କ ଚରଣ ସ୍ପର୍ଶ କରି ଘରକୁ ଫେରିଲେ। ସେହିଦିନ ରାଣୀ ଗର୍ଭଧାରଣ କଲେ। ରାଜାଙ୍କର ଏକ ତେଜସ୍ୱୀ ପୁତ୍ର ଜାତ ହେଲା, ଯାହା ସମସ୍ତ ଗୁଣର ଅଧିକାରୀ ହେବା ସହ ପ୍ରଜାମାନଙ୍କର ପାଳକ ମଧ୍ୟ ହୋଇପାରିଥିଲା। ଏହି ଦୃଷ୍ଟିରୁ ପୁତ୍ରଦା ଏକାଦଶୀ ବ୍ରତ ସମସ୍ତ ଏକାଦଶୀ ଠାରୁ ଅଧିକ ମହତ୍ୱପୂର୍ଣ୍ଣ। ଏହି ବ୍ରତ ରଖିବା ଦ୍ୱାରା ପୁତ୍ର ପ୍ରାପ୍ତ ହୁଏ ବୋଲି ଅନେକ ବିଶ୍ୱାସ ରହିଛି। ପୁତ୍ରଦା ଏକାଦଶୀର ଉପବାସ ବିଶେଷ ଭାବରେ ସେହିମାନେ ପାଳନ କରନ୍ତି ଯେଉଁମାନେ ସନ୍ତାନ ପାଇବାକୁ ଚାହାନ୍ତି ଏବଂ ସେମାନଙ୍କ ସନ୍ତାନର ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତି। ଏଥିସହ ଏହି ଉପବାସ କଲେ ସୁଖ ଏବଂ ସମୃଦ୍ଧିର ଆଶୀର୍ବାଦ ମଧ୍ୟ ମିଳିଥାଏ। ଏହି ଏକାଦଶୀ ସହିତ ଜଡ଼ିତ କିଛି ନିୟମ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି, ଯାହାକୁ ପାଳନ କରିବା ଆବଶ୍ୟକ। ଯଦି ଆପଣ ପୁତ୍ରଦା ଏକାଦଶୀର ବ୍ରତ ପାଳନ କରୁଛନ୍ତି, ତେବେ ଭୁଲରେ ମଧ୍ୟ ଏହି କାମଗୁଡ଼ିକ କରନ୍ତୁ ନାହିଁ। ଏହା କରିବା ଦ୍ୱାରା ବ୍ୟକ୍ତି ଉପବାସର ଲାଭ ପାଇପାରିବ ନାହିଁ। ପୁତ୍ରଦା ଏକାଦଶୀରେ ମହିଳାମାନେ ରାଗିବା, ବାଦବିବାଦ କରିବା କିମ୍ବା କାହାକୁ ଉପହାସ କରିବାରୁ ଦୂରେଇ ରହିବା ଉଚିତ। ଏଥିସହ ଏହି ଦିନ ତୁଳସୀଙ୍କୁ ପାଣି ବା ଜଳ ଅର୍ପଣ କରିବା ଉଚିତ ନୁହେଁ। ଯେଉଁମାନେ ଏକାଦଶୀ କରନ୍ତି ସେମାନେ ଖାଦ୍ୟ ଖାଇବା ଉଚିତ ନୁହେଁ। ଏହି ଦିନ ଆପଣ ଫଳ ଖାଇପାରିବେ। ଏଥିସହ ଏକାଦଶୀରେ କେଶ ଧୋଇବା, କେଶ କାଟିବା କିମ୍ବା ନଖ କାଟିବା ଭଳି କାମ କରିବା ଉଚିତ ନୁହେଁ। ମହିଳାମାନେ ଏକାଦଶୀରେ ଡେରି ଯାଏଁ ଶୋଇବା ଉଚିତ ନୁହେଁ। ଏହି ଦିନ ଶୀଘ୍ର ଉଠି ସ୍ନାନ କରନ୍ତୁ ଏବଂ ଭଗବାନ ପୂଜା କରନ୍ତୁ। ଏହା ସହିତ ମହିଳାମାନେ ଏକାଦଶୀରେ କଳା ପୋଷାକ ପିନ୍ଧିବା ଅନୁଚିତ ଅଟେ। ଏହିପରି ଭାବରେ ଆପଣ ଏହି ଚ୍ୟାନେଲରେ ଯୋଡ଼ି ହୋଇଥାନ୍ତୁ। ନୂଆ ନୂଆ ଭିଡ଼ିଓ ନିଶ୍ଚିତ ଭାବରେ ଦେଖିବାକୁ ପାଇବେ। ତ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ ସାଙ୍ଗମାନେ।